ଯିଏ ଆପଣଙ୍କଠାରୁ ଦୂରେଇ ଯିବାକୁ ଚାହୁଁଛି ଆପଣ ତାକୁ ଦୂରେଇ ଯିବାକୁ ଦିଅନ୍ତୁ। ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ କାହିଁକି। ଦେଖନ୍ତୁ ଆଜ୍ଞା, ଜୀବନରେ ଏମିତି ବହୁତ ଲୋକ ଅଛନ୍ତି ଯିଏ ଆପଣଙ୍କଠାରୁ ଦୂରେଇ ଯିବାକୁ ଚାହୁଁଛି ତାକୁ ଦୂରେଇ ଯିବାକୁ ଦିଅନ୍ତୁ। ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ କାହିଁକି। ଦେଖନ୍ତୁ ଆଜ୍ଞା, ଯଦି ଆମେ ଦୁଃଖକୁ ଅଣ୍ଟିର ଧନ କରିକି ରଖିବା ତାହେଲେ ଆମେ ହିଁ ବେଶୀ ଦୁଃଖ ଭୋଗିବା। ଯିଏ ଆମ ପାଖରେ ରହିବାକୁ ଚାହୁଁନି, ଯିଏ ଚାହୁଁଛି ଆମଠୁ ଦୂରେଇ ଗଲେ ଭଲ ରହିବ, ତ ଆମେ ତାକୁ ଦୂରେଇ ଦେବାଟା ନିହାତି ଦରକାର। ଦେଖନ୍ତୁ, ଏସବୁ ଘଟଣା ଯେଉଁ ମୁଁ କହୁଛି ଆପଣମାନଙ୍କ ସହିତ ନିଶ୍ଚିତ ଭାବରେ ଦିନେ ଦିନେ କୌଣସି ରିଲେସନରେ ଘଟିଥିବ। ଯେକୌଣସି ରିଲେସନ ହଉ ନା କାହିଁକି, ଆପଣମାନେ ଦେଖିଥିବେ ଯେ ଆପଣଙ୍କର ନିଜ ଲୋକ ହୁଅନ୍ତୁ ବା ଭାଇ ହୁଅନ୍ତୁ ବା ସାଙ୍ଗ ହୁଅନ୍ତୁ, ସାଥୀ ହୁଅନ୍ତୁ, ଲଭର ହୁଅନ୍ତୁ, ବେଳେବେଳେ ଆପଣଙ୍କୁ ବହୁତ ମିଠା କଥା କହିଥାନ୍ତି। ସେ ଏମିତି ମିଠା କଥା କହିଥାନ୍ତି ଯେ ଆପଣଙ୍କ ମନର ବିଶ୍ୱାସକୁ ଜିତି ଦିଅନ୍ତି ସେ। ଆଉ ଯେତେବେଳେ ଆପଣଙ୍କ ମନରେ ବିଶ୍ୱାସ ଜିତି ଦିଅନ୍ତି, ଆପଣଙ୍କୁ ଲାଗେ ଯେ ପ୍ରକୃତରେ ପ୍ରକୃତରେ ଏ ଜଣକ ହେଉଛି ମୋର ହିତକାଂକ୍ଷୀ, ଏ ଜଣକ ମୋତେ କେବେ ଧୋକା ଦେବନି, ଇଏ କେବେ ସ୍ୱାର୍ଥପର ହବନି। ସିଏ କେବଳ ମୋତେ ଜାଣିଛି, ମୋ ଫିଲିଙ୍ଗସକୁ ଜାଣିଛି, ସେଥିପାଇଁ ସେ ମୋତେ ଏତେ ଭଲ କଥା କହୁଛି ଆଉ ମୋତେ ବିଶ୍ୱାସ କରୁଛି। ତ ମୁଁ ବି ତା କଥାରେ ବିଶ୍ୱାସ କରିବା ନିହାତି ଦରକାର। ତ ଏସବୁ ଜିନିଷ ଆପଣଙ୍କ ମନରେ ଆସିଲା ପରେ ଆପଣ କ'ଣ କରନ୍ତି ନା ସେଇ ଜଣଙ୍କ କଥାକୁ ବିଶ୍ୱାସ କରି ତାଙ୍କର ପ୍ରତ୍ୟେକଟି କଥାକୁ ବିଶ୍ୱାସ କରି ଚାଲନ୍ତି। ଆଉ ସିଏ ଏମିତି ଭାବରେ କଥା କହି 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 ଆପଣଙ୍କୁ ନିଜର ବନେଇ ଦେଇଛନ୍ତି ଯେ ଦରକାର ପଡ଼ିଲେ ସିଏ ଆପଣଙ୍କୁ ଛାଡ଼ିଲେ ବଞ୍ଚି ଯାଇପାରନ୍ତି, କିନ୍ତୁ ଆପଣ ତାକୁ ଛାଡ଼ିଲେ ବଞ୍ଚି ପାରିବେ ନାହିଁ। ସେ ଏମିତି ପ୍ରକାର ଆପଣଙ୍କୁ ଗୋଟେ ସମ୍ପର୍କରେ ବାନ୍ଧି ଦେଇଥାନ୍ତି। ମନେ ରଖନ୍ତୁ ଆଜ୍ଞା, ଯୋଉ ଲୋକ ଆପଣଙ୍କ ସହିତ ବେଶୀ ଆଟାଚ ହେଇ ରହିଥିବ ନା, ସେ ଲୋକ ହିଁ ଦିନେ ନା ଦିନେ ଆପଣଙ୍କୁ 100% ଧୋକା ହିଁ ଦେବ। ସେଥିରେ ସ୍ୱାର୍ଥ ନିଶ୍ଚିତ ଭାବରେ ଆସିଯିବ। ତ ଏମିତିକା ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ଯିଏ ବେଶୀ ମିଠା କଥା କହୁଛି ନା, କାରଣ ଆପଣ ଜାଣିଥିବେ ଯୋଉଠି ମିଠା ଥିବ ସେଠି ପିମ୍ପୁଡ଼ି ଥିବେ, ଜନ୍ଦା ଥିବେ। କିନ୍ତୁ ଯୋଉଠି ପିତା ରଖିଥିବେ ନା, ନା ପିମ୍ପୁଡ଼ି ନା ଜନ୍ଦା କେହି ନଥିବେ। ଆପଣ ଏ କଥା ବି ଜାଣିଥିବେ ମିଠାଟା ଦେହ ପ୍ରତି କ୍ଷତିକାରକ, କିନ୍ତୁ ପିତାଟା ଦେହ ପ୍ରତି କ୍ଷତିକାରକ ନୁହଁ, ସେ ଲାଭକାରକ। କଥା କାହିଁକି କହିଲି, ଦେଖନ୍ତୁ ଯିଏ ଆପଣଙ୍କୁ ଦିନେ ଅଧେ ପଚାରୁଥିବ, ନର୍ମାଲି ଯେତିକି ଦରକାର ସେତିକି କହୁଥିବ, ଆପଣ କେୟାର ନେଉଥିବ, ଆପଣ ଜାଣିବେ ତା ସହିତ ଆପଣ ରିଲେସନଟା ବେଶୀ ଦିନ ରହିବ। ସେ ଯେକୌଣସି ରିଲେସନ ହଉ ନା କାହିଁକି। କିନ୍ତୁ ଯିଏ ବେଶୀ ମିଠା କଥା କହିବ, ଯିଏ ବେଶୀ ହକ୍ ଜତାଇବ ଯେ ନାଇଁ ମୋ ପାଇଁ ଇଏ ତ ମୁଁ ସେୟା କି ତୁ ଏୟା କି ସେୟା, ତ ମାନେ ତ ବହୁତ ଭଲ, ତୋଠୁ ଆଉ କିଏ ଭଲ ନାହାନ୍ତି, ଜାଣିଥାନ୍ତୁ ସେ ନିଶ୍ଚିତ ଭାବରେ ତା ମନରେ କିଛି ସ୍ୱାର୍ଥ ରଖିକି ଏସବୁ ଜିନିଷ କହୁଛି। କାହିଁକି ନା ଆଜ୍ଞା, ଆଜିକାଲି କିଏ ଦବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ସମସ୍ତେ ନବାକୁ ପସନ୍ଦ କରନ୍ତି। ତ ଯଦି ଦବାକୁ ପସନ୍ଦ କରନ୍ତି ନାହିଁ, ସିଏ ବିନା ସ୍ୱାର୍ଥରେ ଏତେ ମିଠା କଥା ଦଉଛି କେମିତି? ନାଇଁ ଆଜ୍ଞା, ସିଏ ଆପଣଙ୍କୁ ଭଲ ପାଉଛି ବୋଲି ତା ମନରେ ଆପଣଙ୍କ ପ୍ରତି ମାନେ ଭଲ ପାଇବା ଅଛି ବୋଲି ଭାବନ୍ତୁନି ଆପଣ ସେଇ ମିଠା କଥାରେ। ସିଏ ଚାହୁଁଛି ଆକୁ ଏମିତି ଭାବରେ ଜକଟି ଦେବି ଯେ ସେ ମୋ ପଞ୍ଜାରେ ଏମିତି ରହିବ ଯେ ଯେମିତି ମୁଁ ସାରା ଜୀବନ ଆକୁ ନଚେଇବି, ଏ ଯେମିତି ମୋ ଆଙ୍ଗୁଳିର ଇଶାରାରେ ନାଚିବ। ଆଉ ବେଳେ ବେଳେ ସେମିତି ହଉଛି ମଧ୍ୟ। ଆମେ ଜଣକୁ ଏତେ ବିଶ୍ୱାସ କରିଯାଇଥାଉ ଯେ ସେ ଯାହା କହେ, ସେ କହିବ ଯେ ଆମ୍ବ ଗଛରେ ପଣସ ଫଳୁଛି, ତ ଆମେ ବି ବେଳେ ବେଳେ କଥା ସେଟା ପଣସଟା ଫଳୁଛି, କିନ୍ତୁ ବହୁତ ଲୋକ କହୁଛନ୍ତି ନା ସେଟା ଆମ୍ବ ଫଳିଛି, ନା ନା ସେଟା ପଣସ ଫଳୁଛି। କାରଣ ସେ ମୁଁ ତାକୁ ବିଶ୍ୱାସ କରୁଛି, ସେ କେବେ ମିଛ କହିବେନି। କିନ୍ତୁ ଆଜ୍ଞା ସେ ପଛରେ ଆପଣ ଚେର କାଟୁଥିବେ। ଆଜ୍ଞା ଆପଣଙ୍କ ସହିତ ବି ହେଇଥିବ, ଏଥିରେ କିଛି ଭାବିବେନି। ଆପଣ କମେଣ୍ଟ କରି ଜଣେଇବେ ଯେ ପ୍ରକୃତରେ ଆପଣଙ୍କ ସହିତ ଏମିତି ଘଟିଛି ନା ଘଟିଛି। ନିଶ୍ଚିତ ଭାବରେ ହେଇଥିବ। ତ ଆପଣ ଯଦି ସେ ବ୍ୟକ୍ତିଙ୍କ ଠାରୁ ଦୂରେଇ ନ ଯିବେ, ଆପଣ ଯଦି ଚାହିଁବେ ଯେ ଆଉ ହଉ ଧୋକା ଦେଲା ପଛେ ଆଉ ଏବେ ବଦଳି ଯାଉ, ମୋ ସହିତ ଟିକେ କଥା ହେ କିମ୍ବା ଆମ ସହିତ ରହ, ଆମ ଫ୍ୟାମିଲି ସହିତ ରହ, ଆଟାଚ୍ ହେ, ତାହେଲେ ଆଜ୍ଞା ଦୁଃଖ ଆପଣ ନିଶ୍ଚିତ ଭାବରେ ପାଇବେ। ଆଗକୁ ଏତେ ଦୁଃଖ ପାଇବେ ଯେ ଆପଣ କାହାକୁ ନା କହିପାରିବେ ନା ଆପଣଙ୍କ ଦୁଃଖ ନିଜେ ସହିପାରିବେ। ବାସ୍ କାନ୍ଦି କାନ୍ଦି ଆପଣ ଜୀବନ ଯିବ। ତାହେଲେ ଆପଣ କାନ୍ଦି କାନ୍ଦି ବଞ୍ଚିବା ଅପେକ୍ଷା ଯୋଉ ଲୋକ ଆପଣଙ୍କୁ ଧୋକା ଦେଲା, ଯୋଉ ଲୋକ ସ୍ୱାର୍ଥ ପାଇଁ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଆପଣ ଏତେ ମିଠା କଥା କହି ଆପଣଙ୍କୁ ବିଶ୍ୱାସ ଜନ୍ମେଇଲା, ତାକୁ ଦୂରେଇ ଦେବେନି କାହିଁକି? ତେଣୁକରି ମନେ ରଖିଥାନ୍ତୁ, ଯୋଉ ଲୋକ ଆପଣଙ୍କୁ ବେଶୀ ମିଠା କଥା କହୁଛି, ଯୋଉ ଲୋକ ଆପଣଙ୍କୁ ଏତେ ନିଜର ବୋଲି ଭାବି ଦଉଛି, ସେଠି କିଛି ନା କିଛି ତ ସ୍ୱାର୍ଥ ଅଛି ହିଁ ଅଛି। କାରଣ ବିନା ସ୍ୱାର୍ଥରେ ଆଜ୍ଞା ଆଜିକାଲି କିଏ ମିଠା କଥା କହନ୍ତି ନାହିଁ। ଆଗରୁ ଥିଲା,
କିନ୍ତୁ ଏବେ ବିନା ସତରେ କିଏ ମିଠା କଥା କୁହନ୍ତି ନାହିଁ ଆଜ୍ଞା। ଆପଣ ଯଦି ପ୍ରକୃତରେ ଜୀବନରେ ଭଲ ରହିବାକୁ ଚାହୁଁଛନ୍ତି ତାହେଲେ ମିଠା ଠାରୁ ଦୂରେଇ ରୁହନ୍ତୁ, ପିତା ପାଖକୁ ଆଣନ୍ତୁ। ପିତା କ'ଣ? ଯେଉଁ ଲୋକ ଆପଣଙ୍କୁ ତିଆରୁଥିବେ, ସବୁ କଥାରେ କହୁଛୁ ଯେ ଏହା କରୁନି, ସେୟା କରୁନି, ସେୟା କରୁନି, ଆମେ କ'ଣ ଭାବୁଛେ ନା ଆମର ଯିଏ ତିଆରୁଛି ଯେ ତୁ ଏହା କଲେ ଭୁଲ, ସେୟା କଲେ, ବାପା ହଉ, ଭାଇ ହଉ, ସ୍ତ୍ରୀ ହଉ, ଯେକୌଣସି ସାଙ୍ଗ ହଉ, ଯିଏ କହନ୍ତି ତୁ ଏହା କଲେ ଭଲ ନାହିଁ, ସେୟା କଲେ ଭଲ ନାହିଁ, ତୁ ସେୟା କଲେ ଭଲ ନାହିଁ, ଆମେ କ'ଣ କରୁଛେ ନା ଗୋଟେ ବେକାର ମୋର ସୁଖଟାକୁ ଇଏ ସହିପାରୁନୁ ବୋଲି ସେତେମିତି କହୁଛି ଆମେ ଭାବୁଛେ। ନାଇଁ ଆଜ୍ଞା, ସେ ଭିତରେ ହିଁ ଭଲ ପାଇବା ଅଛି, କାରଣ ସେ ଆପଣ କେୟାର କଲା। କିନ୍ତୁ ଯେଉଁ ସାଙ୍ଗ ଆପଣଙ୍କୁ କହିବ ଆ ତୁ ଏଇଟା କରୁନୁ, ମୁଁ ତୋ ସାଙ୍ଗରେ ଅଛି, କିମ୍ବା ଯେଉଁ ସ୍ତ୍ରୀ କହିବ, କିମ୍ବା ଯେଉଁ ବାପା କହିବ, ଯେଉଁ ମା କହିବ, ଯାହା ଯିଏ ବି କହିବ ଯେ ତୁ ଏଇଟା କରୁନୁ, କିଛି ଅସୁବିଧା ମୁଁ ଅଛି। ଆଜ୍ଞା, କହିଲା ବେଳେ ସମସ୍ତେ, କିନ୍ତୁ ଯେତେବେଳେ ଘଟଣା ଘଟିଯିବ ପିଠରେ କେହି ପଡ଼ିବେନି ଆଜ୍ଞା। ଆପଣ ଯଦି ଅସୁବିଧା ଆସିବ ନା କେହି ପିଠରେ ପଡ଼ିବେନି। ତେଣୁକରି ମୁଁ ଖାଲି ଏତିକି କହିବି, ଆପଣ ଯାହା ସହିତ ବି କଥା ହେଉଛନ୍ତି ହାତେ ମାପି ଚାଖଣ୍ଡେ ଚାଖି ମାନେ କଥା ହୁଅନ୍ତୁ। କାହିଁକି ନା ଆଜ୍ଞା ଏଠି ପାଦେ ପାଦେ କେହି କଣ୍ଟା ଅଛି। ତ ଯିଏ ମିଠା କଥା କହୁଛି ନା ତାକୁ ଟିକେ ଦୂରେଇ ରୁହନ୍ତୁ, କଥା ହୁଅନ୍ତୁ ନାହିଁ, ସେ କଥା ନାହିଁ, ଦୂରେଇ ରୁହନ୍ତୁ। ଏତେ ଜଲ୍ଦି କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ, ନଚେତ୍ ଆପଣଙ୍କର ହିଁ ବିଶ୍ୱାସ ଭାଙ୍ଗିବ, ଶେଷରେ ଆପଣ ହିଁ କାନ୍ଦିବେ। ଆପଣମାନେ ମୋର ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ ଦେଉଛି ଆପଣମାନଙ୍କୁ। ଆପଣମାନେ ମୋର ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଲେ, ଯଦି ଭଲ ଲାଗିଥିବ ତାହେଲେ ସେୟାର କରନ୍ତୁ, ଆଉ ଯଦି ଖରାପ ଲାଗିଲା କିମ୍ବା କିଛି ଆଉ କମି ରହିଗଲା ତାହେଲେ କମେଣ୍ଟ କରନ୍ତୁ। ଯଦି ଆପଣ ଏମିତିକା ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ମଧ୍ୟ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।